ଜୀବନରେ ସମୟ ଏମିତି ବି ଆସିଥାଏ ଯେତେବେଳେ ମନ ଭାଙ୍ଗିଯାଏ, ଭବିଷ୍ୟତ ଅନ୍ଧାର ଲାଗେ ଏବଂ ଆମେ ନିଜ ନିଜକୁ ପ୍ରଶ୍ନ କରିଥାଉ, ମୁଁ କ'ଣ କରିବି? ସେହି ସମୟରେ ମନେ ପକାନ୍ତୁ ଶ୍ରୀକୃଷ୍ଣଙ୍କ ଉପଦେଶ। କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନ ନିଜ ଅସ୍ତ୍ର ଛାଡ଼ି ଦେଇଥିଲେ। ସେ କହିଥିଲେ, ହେ କୃଷ୍ଣ, ମୁଁ ଆଉ ଏ ଯୁଦ୍ଧ କରିପାରିବି ନାହିଁ। ତେବେ ଶ୍ରୀକୃଷ୍ଣ ଶାନ୍ତ ସ୍ୱରରେ କହିଲେ, ଅର୍ଜୁନ, ଭୟ କରିବା ମାନେ ପରାଜୟ। ଶ୍ରୀକୃଷ୍ଣ କହିଲେ, କର୍ମ କର, ଫଳ ଛାଡ଼ିଦିଅ। ତୁମର ଅଧିକାର କର୍ମରେ ଅଛି, ଫଳରେ ନୁହେଁ। ଯେତେବେଳେ ତୁମେ ସତ୍ୟ ପଥରେ ଚାଲିବ, ଭଗବାନ ନିଜେ ତୁମ ରଥରେ ସାରଥୀ ହୁଅନ୍ତି। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହି ଶିକ୍ଷା ଦେଲେ, ପଳାୟନ ନୁହେଁ, ସାମ୍ନା କର। ଭୟ ନୁହେଁ, ଭରସା ରଖ। ଏହି କଥା ଶୁଣି ଅର୍ଜୁନଙ୍କ ମନରେ ଅନ୍ଧାର ଦୂର ହେଲା। ସେ ପୁନଃ ଧନୁଷ ଧରିଲେ। ଯଦି ଆଜି ତୁମ ଜୀବନରେ କିଛି ସମସ୍ୟା ରହିଛି, ମନେ ରଖନ୍ତୁ ଶ୍ରୀକୃଷ୍ଣ ତୁମ ସହ ସବୁବେଳେ ଅଛନ୍ତି। କେବଳ କର୍ତ୍ତବ୍ୟ କର, ଭଗବାନ ସବୁ ଠିକ୍ କରିଦେବେ।